ଆଗକୁ ଆସୁଛି ନୂଆ ବର୍ଷ ଆଉ ବଡ଼ ଦିନ, ତ କେକ୍ ତ ନିଶ୍ଚିନ୍ତ ବନେଇବେ। ତ ଆଜିର ଏ କେକ୍ ଆପଣମାନଙ୍କୁ ବହୁତ ହି ବଢ଼ିଆ ଲାଗିବ ଆଶା କରୁଛି। ତ ଦେଖିପାରୁଥିବେ ବହୁତ ହି ସ୍ପଞ୍ଜି ଆଉ ବହୁତ ହି କମ୍ ସାମଗ୍ରୀରେ ଆପଣ ଏ ରେସିପିଟା ବନେଇ ପାରିବେ। ତ ଦେଖିପାରୁଥିବେ କେତେ ନରମ ଆଉ କେତେ ମାନେ ପୁରା ତୁଳା ପରିକା ଏ କେକ୍ ବନିଛି। ନମସ୍କାର, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶାକୁ। ତ ଆଜି ବନେଇବା ଗାଜରର କେକ୍। ଆଉ କାଟିଲେ ଦେଖିପାରୁଥିବେ କେତେ ନରମ ଆଉ କେତେ ଟେଷ୍ଟି ବି ବନୁଛି। ଆଉ ଏତେ ସହଜ ଉପାୟରେ କମ୍ ସମୟରେ ଆପଣ ଏ କେକ୍ଟା ବନେଇ ପାରିବେ। ତ ଚାଲନ୍ତୁ ଆଜିର ରେସିପିଟା ଷ୍ଟାର୍ଟ କରିବା। ତ ରେସିପିଟା ଦେଖିବା ପାଇଁ ପୁରା ଭିଡ଼ିଓଟା ଦେଖନ୍ତୁ। ଆଉ ଆପଣ ଘରେ ନିଶ୍ଚିନ୍ତ ନ୍ୟୁ ଇୟରକୁ ଏ କେକ୍ଟି ବନେଇବେ। ତ ଏଠି ନେଇଛି ମୁଁ ଗାଜର। ତ ମାପ ହିସାବରେ ଆପଣ ଯେତିକି ବଡ଼ ଆଉ ସାନ କେକ୍ ବନେଇବେ ସେଇ ଅନୁସାରେ ଗାଜର ନେଇପାରିବେ। ତ ଶୀତ ଦିନେ ଯେଉଁ ଲାଲ ଗାଜର ମିଳୁଛି ସେଇ ଗାଜରରେ ଆପଣ এই କେକ୍ଟା ବନେଇ ପାରିବେ। ତ ଏଇ ଯେଉଁ ବଡ଼ କଣା ଅଛି ଆକୁ ଏଇଥିରେ ଗ୍ରେଟ୍ କରିବାନି, ଆମେ ଯେଉଁ ଛୋଟ ମାନେ କଣା ଅଛି ସେଇଥିରେ ଆମେ ଗାଜରକୁ ସବୁ ଗ୍ରେଟ୍ କରିନେବା। ତ ଏଇଥିରେ ଦେଖିପାରୁଥିବେ ମୁଁ ପ୍ରଥମେ କଲି, ମୋତେ ଏଥିରେ ସୁବିଧା ହେଲାନି। ତ ଛୋଟ ଯେଉଁ ଗ୍ରେଟର ଆପଣ ଯେଉଁ ଅଦା ହରିକା ଯେଉଁ ଗ୍ରେଟ୍ କରୁଛନ୍ତି ସେଇଥିରେ କଲେ ବହୁତ ହି ସୁବିଧାରେ ହେଇପାରୁଛି। ତ ଶେଷରେ ଏଇ ଛୋଟ ଗ୍ରେଟରରେ ହିଁ ମୁଁ ଏଠି ଗାଜରକୁ ଗ୍ରେଟ୍ କରି ନେଇଛି। ତ ଏଇ କେକ୍ ବନେଇବା ପାଇଁ ଆପଣ ଯେକୌଣସି କପ୍ କିମ୍ବା ଗିନା ସେଟ୍ କରିନେବେ। ମୁଁ ଏଠି ଗୋଟେ କାଚ ଗିନା ସେଟ୍ କରିଛି। ତ ଦେଖିପାରୁଥିବେ ମୋତେ ଗୋଟେ ଗିନାର ଗାଜରର ଦରକାର। ମୁଁ ଏଠି ଗୋଟେ ଗିନା ଗାଜର ଗ୍ରେଟ୍ କରିକି ନେଇଛି। ତ ଏଠି ଗୋଟେ ମିକ୍ସିଂ ବାଉଲ୍ ନେଇଛି ଯେଉଁଥିରେ କି ଆମେ କେକ୍ ବନେଇବା ପାଇଁ ସବୁ ଜିନିଷ ଏଥିରେ ମିଶାଇବା। ତ ପ୍ରଥମେ ଯେଉଁ ଆମେ ଗ୍ରେଟ୍ କରିକି ରଖିଥିଲେ ଏଠି ଗାଜରକୁ ପକାଇ ନେବା। ତ ଏଠି ନେଇଛି ଗୋଟେ କପ୍ ପାଉଡର ସୁଗାର। ଯଦି ଆପଣ ଗୋଟା ଚିନି ନେଉଛନ୍ତି ତ ଆଠୁ ଟିକେ କମ୍ ନେବେ। ତ ଯେହେତୁ ମୁଁ ଚିନିଟା ଗୁଣ୍ଡ କରିଛି ତ ସେଇ ହିସାବରେ ଗୋଟେ କପ୍ ଚିନି ନେଇଛି। ଆଉ ଯେଉଁ କ୍ଷୀର ନେଉଛନ୍ତି ଫୁଲ୍ ଫ୍ୟାଟ୍ ମିଲ୍କ ନେବେ, ଯେଉଁଟାକି କେକ୍ଟା ବହୁତ ଟେଷ୍ଟି ବନିବ। ଯଦି ଆପଣଙ୍କର କ୍ଷୀର ଟିକେ ପତଳା ଅଛି ଆପଣ ଅମୁଲ କିଛି ଆଡ୍ କରିପାରିବେ। ତ କ୍ଷୀର ପକାଇଲା ପରେ ସବୁକୁ ଭଲସେ ଗୋଳେଇ ନେବା। ତ ଆପଣ ଦେଖିଲେ ଜାଣିପାରିବେ ଏତେ ସହଜରେ ଆପଣ ଏ କେକ୍ ବନେଇ ପାରିବେ। କେକ୍ ବି ବହୁତ ହି ଟେଷ୍ଟି ବନୁଛି। ତ ଏଠି ଦେଇଛି 1/4 କପ୍ ଅଏଲ୍, ଯେଉଁଟାକି ଆପଣ ବଟର ମାନେ ମେଲ୍ଟେଡ୍ ବଟର ବି ୟୁଜ୍ କରିପାରିବେ। ତ ଏଠି ତେଲ ପକାଇଲା ପରେ ସବୁକୁ ଭଲସେ ଗୋଳେଇ ନେଇଛି। ଏଠି ଛୋଟ ଚାମଚରେ ଗୋଟେ ଚାମଚ ଦେଇଛି ଭିନେଗାର, ଅଧ ଚାମଚ ଦେଇଛି ଭ୍ୟାନିଲା ଏସେନ୍ସ, ଆଉ ମିଠାର ବାଲାନ୍ସ ପାଇଁ ମାନେ ଚୁଟକିଟେ ନମକ ମାନେ ପିଞ୍ଚଟେ ସଲ୍ଟ ଦେଇଛି, ଯୋଉଟା କି ଆମେ ସବୁ ପକାଇଲା ପରେ ସବୁକୁ ଗୋଳେଇ ନେବା ଭଲସେ, ଯେମିତି ଆମର କ୍ଷୀର ସହିତ ତେଲଟା ଭଲସେ ମିଶିଯିବ। ମୁଁ ଏଠି ଗୋଟେ ଗିନା ଯେଉଁ ଗିନାରେ ମୁଁ ଗାଜର ନେଇଥିଲି ସେ ଗିନାରେ ଏଠି ମଇଦା ନେଇଛି। ଆପଣ ଚାହିଁଲେ ଟିକେ ବେଶୀ ହେଲ୍ଦି କରିବାକୁ ଚାହୁଁଛନ୍ତି ଆପଣ ଅଟା ଗିନାଟେ ବି ନେଇପାରିବେ, ନହେଲେ ଅଟା ଅଧ ଗିନା ମଇଦା ଅଧ ଗିନା ବି ଆପଣ ନେଇପାରିବେ। ଏଠି ଦେଇଛି ମୁଁ ଅଧ ଚାମଚ ବେକିଂ ପାଉଡର, ତା ଅଧା ଦେଇଛି ଏଠି ବେକିଂ ସୋଡା। ଏ ସବୁକୁ ଭଲସେ ଛାଣି ନେବା। ତ ଆଜି ଆମେ ନା କଡ଼େଇରେ ବନେଇବା ନା ମାଇକ୍ରୋୱେଭରେ ବନେଇବା। ଆପଣ ଯେଉଁ ଚାହା ପିଉଛନ୍ତି ଆଜି ଚାହା ସସ୍ପେନ୍ରେ ଆପଣ କେକ୍ ବନେଇବେ। ମୁଁ ବି ଏଠି କେକ୍ ବନେଇକି ଆପଣଙ୍କୁ ଦେଖେଇବି ଚାହା ସସ୍ପେନ୍ରେ। ତ ଏଠି ସବୁକୁ ପକାଇଲା ପରେ ଆମେ ଗୋଳେଇ ନେବା। ଯେହେତୁ ଖାଇବା ସୋଡ଼ା ବେକିଂ ପାଉଡର ପଡ଼ିଛି ଆପଣ ଓଭର ମିକ୍ସ କରିବାନି। ତ ବ୍ୟାଟରଟା ଦେଖିପାରୁଥିବେ, ତ ବେଶୀ ପତଳା ନାହିଁ ବେଶୀ ମୋଟା ନାହିଁ। ଯଦି ଆପଣ ପତଳା ଯଦି କରୁଛନ୍ତି କେକ୍ର ବ୍ୟାଟରଟା ଆପଣ କେକ୍ ଭଲସେ ଫୁଲିବନି। ଆଉ ଯଦି ବେଶୀ ବହଳିଆ କରୁଛନ୍ତି ତ କେକ୍ଟା ବହୁତ ସ୍ମୁଥ ହବନି। ତ ବ୍ୟାଟରର କନସିଷ୍ଟେନ୍ସି ଆପଣ ଦେଖିପାରୁଥିବେ, ବହୁତ ବହଳିଆ ନାହିଁ କି ବହୁତ ପତଳା ନାହିଁ, ଏଇ ଟାଇପ୍ର ରଖିବେ, ଯେହେତୁ ଆପଣଙ୍କର କେକ୍ ବହୁତ ହି ବଢ଼ିଆ ହେବ। ଶୀତ ଦିନର ଗାଜର ଯଦି ମିଳୁଛି କାହିଁକି ଆମେ ମାନେ ହେଲ୍ଦି କେକ୍ ନ ବନେଇବା। ଆପଣ ଯେଉଁ ଚାହା ସସ୍ପେନ୍ ନେଉଛନ୍ତି ଓଜନ ବାଲା ଚାହା ସସ୍ପେନ୍ ନେବେ। ମୁଁ ଏଠି ବଟର ପେପର ଦେଇକି ଅଏଲ୍ ମୁଁ ଗ୍ରୀସ୍ କରି ନେଇଛି। ଯଦି ଆପଣ ପତଳା ସସ୍ପେନ୍ ନେଉଛନ୍ତି ଆପଣଙ୍କର କେକ୍ ପୋଡ଼ିଯିବ, ତ ଭଲ ହବନି। ତ ଏଠି ଆମେ ଯେଉଁ କେକ୍ର ବ୍ୟାଟର ବନେଇଥିଲେ ଏଠି ସବୁକୁ ପକାଇ ନେବା। ତ ଆଜିର ଛୋଟିଆ ରେସିପିଟା ଯଦି ଆପଣମାନଙ୍କୁ ଭଲ ଲାଗୁଛି ତ ଭିଡ଼ିଓକୁ ନିଶ୍ଚିନ୍ତ ଗୋଟେ ଲାଇକ୍ କରିନେବେ। ତ ଆଗକୁ ନ୍ୟୁ ଇୟର ଆସୁଛି, ବଡ଼ ଦିନ ଆସୁଛି, ତ ରେସିପିଟା ନିଶ୍ଚିନ୍ତ ସେୟାର କରିନେବେ। ଯଦି ଭିଡ଼ିଓଟି ଭଲ ଲାଗୁଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତ ଏଠି ମୁଁ ନେଇଛି ଆଲମଣ୍ଡକୁ ଲମ୍ବା ଲମ୍ବା କାଟିକି ଏଠି ଦେଇଛି, କାଜୁ ଦେଇଛି, ଆପଣ ଚାହିଁଲେ ଚେରି ଦେଇପାରିବେ, ପିସ୍ତା ଦେଇପାରିବେ, ଆପଣଙ୍କୁ ଯେକୌଣସି ମାନେ ଡ୍ରାଇ ଫ୍ରୁଟ୍ସ ପସନ୍ଦ ଆପଣ ଦେଇପାରିବେ।
ତ ଆପଣଙ୍କ ପାଖରେ କେକ୍ ଟିନ୍ ନଥିଲେ ବି ଆପଣ ଏ କେକ୍ ବନେଇ ପାରିବେ। ମୁଁ ଏଠି ଲୁହା ତାୱା ନେଇଛି, ଭଲସେ ଆକୁ ପ୍ରି ହିଟ୍ କରି ନେଇଛି, ଦେଖିପାରୁଥିବେ। ଆଉ ଏଠି ତାତିଲା ପରେ ଏଠି ଚାହା ସସ୍ପେନ୍ ବସେଇ ନେଇଛି, ତାପରେ ଗୋଟେ ଘୋଡ଼ଣୀ ଦେଇକି ଗୋଟେ ହେମଦସ୍ତା, ଗୋଟେ ଓଜନଦାର ଜିନିଷ ଆପଣ ଦେଇଦେବେ, ଯାହାଦ୍ୱାରା କି କେକ୍ଟା ଭଲସେ କୁକ୍ ହେଇପାରିବ। ଯେହେତୁ ତାୱା ତାତି ଥିଲା ତ ମୁଁ ଲୋ ଫ୍ଲେମ୍ କରିନେଇଥିଲି, ତ ମୁଁ ଏଠି ଗିନାଟା ଗୋଟେ ମାନେ ଫୁଲିଲା ଯେହେତୁ ମୁଁ ଆଉ ଗୋଟେ ଗିନା ଚେଞ୍ଜ କରିନେଇଛି। ଏଠି 35-40 ମିନିଟ୍ସ ପରେ ମୁଁ ଆପଣଙ୍କୁ ଚେକ୍ କରିକି ଦେଖଉଛି। ତ କେକ୍ ଏଠି ଭଲସେ ହେଇଗଲାଣି, ଆଉ ସାଇଜରେ ଦେଖିପାରୁଥିବେ କେତେ ବଡ଼ ହେଇଛି। ଏଠି ଥଣ୍ଡା ହେଲା ପରେ ଆପଣଙ୍କୁ ଦେଖଉଛି। ତ ଛୁରୀ ସାହାଯ୍ୟରେ ସାଇଜ ଯାକ ଛଡ଼େଇ ନେବା। ତ ବହୁତ ହି ନରମ ଆଉ ବହୁତ ହି ଟେଷ୍ଟି କେକ୍ ବନିଛି, ଆଉ ଦେଖିପାରୁଥିବେ କେତେ ନରମ ବନିଛି। ତ ଦେଖିପାରୁଥିବେ ଗୋଟେ କପ୍ ମଇଦା ଆଉ ଗୋଟେ କପ୍ ଗାଜରରେ କେତେ ବଡ଼ ଏଠି କେକ୍ ବନିଛି। ତ ଆପଣ ବଜାରରୁ କେକ୍ ନ ଆଣି ଏମିତି ଘରେ ବନାନ୍ତୁ। ଦେଖନ୍ତୁ କେତେ ନରମ ବନିଛି କେକ୍। ତ ରେସିପିଟା ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି, ନିଶ୍ଚିନ୍ତ ଫେସବୁକ୍ ପେଜକୁ ଫଲୋ କରିନେବେ। ଆଉ ଏ ରେସିପିଟା ଆପଣ ନିଶ୍ଚିନ୍ତ ବନାନ୍ତୁ, ଆଉ ଆପଣଙ୍କର କେମିତି ବନିଥିଲା ଆପଣଙ୍କର ଫିଡବ୍ୟାକ୍ ନିଶ୍ଚିନ୍ତ ସେୟାର କରିବେ। ତ ବଜାର କେକ୍ଠୁ ତ 1000 ଗୁଣା ହେଲ୍ଦି କେକ୍, ଆଉ ବନେଇବା ବି ବହୁତ ସହଜ। ରେସିପିଟା କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ କରିକି କହିବେ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ଜୟ ଜଗନ୍ନାଥ।